ସମ୍ବଲପୁର ଗୌରବ ଯେ ପ୍ରଥମ ପାଳି ସମ୍ବଲପୁରକୁ ମିଳିଲା ସେ କ୍ରମରେ ସରକାର ଲୋକଙ୍କ ପାଖକୁ ଯିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ଇଏ ପ୍ରକ୍ରିୟା ଆଧୁନିକ ଓଡ଼ିଶା ପାଇଁ ଏକ ନୂଆ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଶୁଣୁଥିଲେ ଆଜି ସମ୍ବଲପୁରକୁ ଆସିଛନ୍ତି ପୁଣି ପରବର୍ତ୍ତୀ ଶୁଣାଣି କୌଣସି ନା କୌଣସି ଗୋଟେ ଜିଲ୍ଲାରେ ସ୍ଥିରୀକୃତ ହେବ। ଦକ୍ଷିଣ ଭାରତରେ ଓଡ଼ିଶାରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏଭଳିଆ ଜନଶୁଣାଣି କରିବାର ଆମେ ଯୋଜନା କରିଛୁ। କଳାହାଣ୍ଡିକୁ ମଧ୍ୟ ଟାର୍ଗେଟ୍ କରିଛୁ ଆମେ ଯେ ଆସନ୍ତା ଦିନରେ କଳାହାଣ୍ଡିରେ ମଧ୍ୟ ହେବ, ସବୁ ଜିଲ୍ଲାରେ ହେବ। ଏବଂ ମୁଖ୍ୟମନ୍ତ୍ରୀ କେବଳ ଜିଲ୍ଲାକୁ ଯିବେ ସେ ବିଷୟ ନୁହଁ, ମନ୍ତ୍ରୀମାନେ ମଧ୍ୟ ନିରବଚ୍ଛିନ୍ନ ଭାବରେ ଜିଲ୍ଲାକୁ ଯାଉଛନ୍ତି, ସବ୍ ଡିଭିଜନକୁ ଯାଉଛନ୍ତି ଏବଂ ଲୋକଙ୍କର ଅଭିଯୋଗ ଶୁଣୁଛନ୍ତି। ସେ କ୍ରମରେ ସଚିବମାନେ ମଧ୍ୟ ଜିଲ୍ଲାକୁ ଆସିବେ, ଜିଲ୍ଲାପାଳମାନେ ମଧ୍ୟ ସବ୍ ଡିଭିଜନକୁ ଯିବେ, ବ୍ଲକକୁ ଯିବେ, ବିଡିଓ ମାନେ ମଧ୍ୟ ପଞ୍ଚାୟତକୁ ଯିବେ। এটা এক নিরন্তর প্রক্রিয়া হওয়া কথা। একদম গভর্নেন্স গুড গভর্নেন্সর অর্থ হচ্ছে সরকার লোকঙ্কর দ্বারদেশে পৌঁছব। সে প্রক্রিয়া আরম্ভ হয়েছি, তাকে আহরি আমি আধুনিক কারিগরি কৌশলক ব্যবহার করি লোকঙ্ক পাখক পৌঁছবা, লোকঙ্ক সাংরে যোড়ি হওয়া। লোকঙ্কর দুই প্রকার সমস্যা অছি, গোটে সমস্যা অছি ব্যক্তিগত সমস্যা, গোটে হচ্ছে সামূহিক বিকাশর সমস্যা। সামূহিক বিকাশর যে সমস্যা ସେଥିପାଇଁ ବିଭାଗୀୟ ସଚିବମାନଙ୍କର ମଧ୍ୟ କନଭର୍ଜେନ୍ସ ଅଛି, ସେମାନେ ସମସ୍ତେ କୋଅର୍ଡିନେଟ୍ କରିକି ତାକୁ ସଫଳ ରୂପାୟନ କରୁଛନ୍ତି। ବ୍ୟକ୍ତିଗତ ସମସ୍ୟା ଯେଉଁଟା ଅଛି ବ୍ୟାପକ ଭାବରେ ସମାଧାନ ହେଉଛି। ଲୋକେ ଛୋଟ ଛୋଟ ସମସ୍ୟା ପାଇଁ ଏଠି ଆସିବାର ଲକ୍ଷ୍ୟ ହେଉଛି ଏହି ବାର୍ତ୍ତା ଦେବା ପାଇଁ ଯେ ଏଠି ଯେତେ କମ୍ ଲୋକ ଆସିବେ ସେତେ ଗୁଡ୍ ଗଭର୍ନେନ୍ସ ହେଉଛି ବୋଲି ଧରାଯିବ। ଯଦି ତୃଣମୂଳ ସ୍ତରରୁ ସମସ୍ୟାର ସମାଧାନ ହେବାଟା ଆରମ୍ଭ ହେଲା, ଆରମ୍ଭରୁ ଯେଉଁ ଭାବରେ ଲୋକ ଭୁବନେଶ୍ୱର ଦୌଡ଼ୁଥିଲେ ଏବେ ଧୀରେ ଧୀରେ କମିବାଟା ଆରମ୍ଭ ହେଲାଣି। ଆରଡିସି ମାନେ, ଜିଲ୍ଲାପାଳ ମାନେ, ବିଡିଓ ମାନେ, ତହସିଲଦାର ମାନେ, ଲାଇନ୍ ଡିପାର୍ଟମେଣ୍ଟର ଏକ୍ଜିକ୍ୟୁଟିଭ୍ ଅଫିସର ମାନେ ସେମାନେ ଶୁଣିବାଟା ଆରମ୍ଭ କଲେଣି, ଆହୁରି ଶୁଣିବେ। ଏବଂ ଏହି ପ୍ରୟାସ ରହିବ ଯେ ଲୋକଙ୍କୁ ଗୁଡ୍ ଗଭର୍ନେନ୍ସ ଦ୍ୱାର ଦେଶରେ ସହଜରେ ସରଳରେ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପହଞ୍ଚିବ।